ओम शांति 31/10/2023। परम शिक्षक शिव भगवान वाच्य। मीठे बच्चे, तुमे एबे ପୂଜାରୀରୁ ପୂଜ୍ୟ, ଭିକାରୀରୁ ରାଜକୁମାର ହେଉଛ। ତେଣୁ ତୁମକୁ ଖୁସିରେ ଉତ୍ଫୁଲ୍ଲିତ ହେବା ଉଚିତ, କେବେ ହେଲେ ବି କାନ୍ଦିବା ଉଚିତ ନୁହେଁ। ବାବା କହୁଛନ୍ତି, ମିଠେ ବଚ୍ଚେ, ତୁମେ ଏବେ ପୂଜାରୀରୁ ପୂଜ୍ୟ, ଭିକାରୀରୁ ରାଜକୁମାର ହେଉଛ। ତେଣୁ ତୁମକୁ ଖୁସିରେ ଉତ୍ଫୁଲ୍ଲିତ ହେବା ଉଚିତ, କେବେ ହେଲେ ବି କାନ୍ଦିବା ଉଚିତ ନୁହେଁ। ଆଜିର ପ୍ରଶ୍ନ, ଅବିନାଶୀ ଜ୍ଞାନରତ୍ନର ବର୍ଷା ଦ୍ୱାରା। ଅବିନାଶୀ ଜ୍ଞାନରତ୍ନର ବର୍ଷା ଦ୍ୱାରା ଭାରତକୁ ସାହୁକାର କରାଇବା ପାଇଁ ବାବା ତୁମକୁ କେଉଁ କଥାରେ ନିଜ ସମାନ କରୁଛନ୍ତି? ଉତ୍ତର, ବାବା କହୁଛନ୍ତି, ପିଲାମାନେ, ଯେପରି ମୁଁ ରୂପ ବସନ୍ତ, ସେହିପରି ତୁମମାନଙ୍କୁ ମଧ୍ୟ ରୂପ ବସନ୍ତ କରୁଛି। ଯେଉଁ ସବୁ ଅବିନାଶୀ ଜ୍ଞାନରତ୍ନ ତୁମମାନଙ୍କୁ ମିଳିଛି, ସେଗୁଡ଼ିକୁ ଧାରଣ କରି ବାଣୀ ଦ୍ୱାରା ଦାନ କର। ଏହି ମହାଦାନ ଦ୍ୱାରା ହିଁ ଭାରତ ସାହୁକାର ହେବ। ଯେପରି ତୁମେମାନେ ବାବାଙ୍କଠାରୁ ସମ୍ପତ୍ତି ନେଉଛ, ସେହିପରି ଅନ୍ୟମାନଙ୍କୁ ମଧ୍ୟ ଦିଅ। ତୁମର କର୍ତ୍ତବ୍ୟ ହେଲା ସମସ୍ତଙ୍କୁ ରାସ୍ତା ଦେଖାଇବା ଏବଂ ସୁଖଦାୟୀ ହେବା। ଗୀତ इंसाफ की डगर पर। इंसाफ की डगर पे बच्चों दिखाओ चल के, ये देश है तुम्हारा, नेता तुम्हें हो कल के। ओम शांति। ଏହି ଗୀତ କଂଗ୍ରେସ ପାଇଁ ଉଦ୍ଦିଷ୍ଟ ଥିଲା ଏବଂ ତୁମମାନଙ୍କ ପାଇଁ ମଧ୍ୟ ଉଦ୍ଦିଷ୍ଟ। କାହିଁକି ନା ସେମାନେ ମଧ୍ୟ ବହୁତ କଷ୍ଟ ସହନ କରି ଇଂରେଜମାନଙ୍କ ଠାରୁ ଭାରତକୁ ମୁକ୍ତ କରିଥିଲେ। ତେଣୁ ଏହି ଗୀତ ତାଙ୍କର ଖୁସି ପାଇଁ ଥିଲା। ଖୁସିର ଉତ୍ସବ ତ ପାଳନ କରୁଛନ୍ତି। ଚାହେ କେତେ ବି ପ୍ରଚେଷ୍ଟା କଲେ, କିନ୍ତୁ ପୁରୁଣା ଦୁନିଆ ତ ବଦଳିଲା ନାହିଁ ନା। ଦୁନିଆ ତ ସେହି ପୁରୁଣା ହିଁ ରହିଲା। କିନ୍ତୁ ତୁମେ ପିଲାମାନେ ଜାଣିଛ ଯେ ଶ୍ରୀମତ ଆଧାରରେ ଆମେମାନେ ଏହି ଦୁନିଆକୁ ବଦଳାଉଛୁ। ଦୁନିଆର ଶ୍ରୀମତ ବୋଲି ତ କହିପାରିବା ନାହିଁ। ଶ୍ରୀମତ ତ ହେଉଛି ଏକମାତ୍ର ଭଗବାନଙ୍କର। ତୁମେ ଏବେ ବାବାଙ୍କର ଶ୍ରେଷ୍ଠରୁ ଶ୍ରେଷ୍ଠ ଶ୍ରୀମତ ଅନୁସାରେ ପରିଚାଳିତ ହେଉଛ। କିନ୍ତୁ ଦୁନିଆରେ ତ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି। ଏବେ ତୁମେ ପିଲାମାନେ ଜାଣୁଛ ଯେ ଏହା ହେଉଛି ଶ୍ରୀ ଶିବଙ୍କର ମତ। କୃଷ୍ଣଙ୍କୁ ତ ବାବା କହିବା ଶୋଭା ପାଉନାହିଁ। ଶ୍ରୀ ଶିବ ବାବାଙ୍କର ମତ ବୋଲି କହିବା, ଶ୍ରୀକୃଷ୍ଣ ବାବାଙ୍କର ମତ ତ କହିପାରିବା ନାହିଁ। ତୁମେ ଏହି ଭାରତକୁ ପୁନଃ ପବିତ୍ର କରୁଛ। ଭାରତ ଖଣ୍ଡ ହିଁ ମୁଖ୍ୟ। କାହିଁକିନା ଏହା ଅବିନାଶୀ ପିତାଙ୍କର ଜନ୍ମଭୂମି ଅଟେ। ସାରା ଦୁନିଆର ମନୁଷ୍ୟମାନଙ୍କର ଯିଏ ପିତା ଅଟନ୍ତି, ଅର୍ଥାତ୍ ଯିଏ ସମସ୍ତଙ୍କର ସଦ୍ଗତି ଦାତା ଅଟନ୍ତି, ତାଙ୍କର ଏହି ଭାରତ ହେଉଛି ଜନ୍ମଭୂମି। ଏହାକୁ ସର୍ବୋତ୍ତମ ତୀର୍ଥ ବୋଲି କୁହାଯାଏ। ଏହିଭଳି ସର୍ବୋଚ୍ଚ ତୀର୍ଥ ଆଉ କୌଣସି ଦେଶ ହୋଇପାରିବ ନାହିଁ। କିନ୍ତୁ ଗୀତାରେ ନାମ ପରିବର୍ତ୍ତନ କରିଦେଇଛନ୍ତି। ଏହି ଭାରତବାସୀ ନିଜେ ହିଁ ଜାଣିନାହାନ୍ତି ଯେ ଏହି ଭାରତ ଅବିନାଶୀ ପିତାଙ୍କର ଜନ୍ମଭୂମି ଅଟେ। ଯଦିଓ ଶିବରାତ୍ରି ପାଳନ କରୁଛନ୍ତି, କିନ୍ତୁ ଏହା ଜାଣିନାହାନ୍ତି ଯେ ଶିବ କିଏ, ସିଏ କେବେ ଆସିଥିଲେ, ତାଙ୍କର ନାମ ରୂପ କ'ଣ।
ବାବା କହୁଛନ୍ତି ଯଦିଓ ଶିବରାତ୍ରି ପାଳନ କରୁଛନ୍ତି କିନ୍ତୁ ଏହା ଜାଣିନାହାନ୍ତି ଯେ ଶିବ କିଏ, ସିଏ କେବେ ଆସିଥିଲେ, ତାଙ୍କର ନାମ ରୂପ କ'ଣ। ଏବେ ତୁମେ ଜାଣିଗଲଣି। ଆଜିକାଲି ଶିବଲିଙ୍ଗ ଉପରେ ଧଳା ରଙ୍ଗର ତାରକା ଚିତ୍ରିତ କରୁଛନ୍ତି, ଯାହାଦ୍ୱାରା ମନୁଷ୍ୟମାନେ ସ୍ପଷ୍ଟ ଭାବରେ ବୁଝିପାରିବେ ଯେ ଏହା ହେଉଛି ପରମାତ୍ମାଙ୍କର ରୂପ। କିନ୍ତୁ ପୂଜା ଆଦି କିପରି ହୋଇପାରିବ, ସେଥିପାଇଁ ବଡ଼ ଲିଙ୍ଗ ତିଆରି କରିଛନ୍ତି, କିନ୍ତୁ ବାସ୍ତବରେ ସିଏ ତ ତାରକା ସଦୃଶ ଅଟନ୍ତି। ବ୍ରହ୍ମା ବାବା ତ ହୀରା ବ୍ୟବସାୟୀ ଥିଲେ। ବାବାଙ୍କୁ ଜଣାଅଛି ଏଭଳି ଦୁର୍ଲଭ ପଥର ମଧ୍ୟ ରହିଛି, ଯାହାକୁ ଷ୍ଟାର ରୁବି, ଷ୍ଟାର ମାଣିକ, ଷ୍ଟାର ନୀଲମ ଆଦି କହିଥାନ୍ତି। ସେଗୁଡ଼ିକ ଅତି ମୂଲ୍ୟବାନ ଅଟେ। ଖବରକାଗଜରେ ମଧ୍ୟ ବାହାରିଥିଲା ଯେ ଅମୁକଙ୍କ ସମ୍ପତ୍ତିରୁ ସବୁଠାରୁ ଅମୂଲ୍ୟ ଷ୍ଟାର ଚୋରି ହୋଇଗଲା। ତେବେ ଏହି ଶିବଲିଙ୍ଗ ତ ଲାଲ ଅଟେ। ଏହାର ମଝିରେ ପ୍ରକାଶମୟ ତାରକାର ଚିହ୍ନ ରହିଛି। ପ୍ରକାଶମୟ ତାରକା, ଏହା ବୁଝାଇବାକୁ ବହୁତ ସହଜ ହେବ। ତାରକା ପ୍ରକାଶମୟ ହୋଇଥାଏ ନା? ଆତ୍ମାର ମଧ୍ୟ ଏହିଭଳି ପ୍ରକାଶମୟର ସାକ୍ଷାତକାର ହୋଇଥାଏ। କଥା ତ ଏକା। କେବଳ ଷ୍ଟାର ଲଗାଇଦେଲେ ଆଉ କିଛି ଲେଖିବାକୁ ପଡ଼ିବ ନାହିଁ। ବୁଝାଇବା ମଧ୍ୟ ବହୁତ ସହଜ ହୋଇଯିବ। ତଳେ ଏହି ଲେଖା ରହିଛି ଯେ ସ୍ୱର୍ଗର ରାଜତ୍ୱ ଆପଣଙ୍କର ଜନ୍ମସିଦ୍ଧ ଅଧିକାର, କାହିଁକି ନା ଇଏ ହେଉଛନ୍ତି ସ୍ୱର୍ଗୀୟ ଈଶ୍ୱର ପିତା। ତେଣୁ ପ୍ରକାଶମୟ ତାରକାର ଚିହ୍ନ କରିବାକୁ ହେବ। ଏବେ ବାବା ନିର୍ଦ୍ଦେଶ ଦେଉଛନ୍ତି ଏହି କାର୍ଯ୍ୟ ତୁରନ୍ତ କରିବା ଦରକାର। ଏଭଳି ପଥର ମଧ୍ୟ ରହିଛି ଯାହାର ପ୍ରକାଶ ସ୍ପଷ୍ଟ ଦୃଶ୍ୟମାନ ହୋଇଥାଏ। ବର୍ତ୍ତମାନ ଏଗୁଡ଼ିକର ମୂଲ୍ୟ ବହୁତ, କିନ୍ତୁ ସତ୍ୟ ଯୁଗରେ ତ ଏସବୁ ମୂଲ୍ୟହୀନ ହୋଇଯିବ। ସେଠାରେ ଏହି ରତ୍ନଗୁଡ଼ିକୁ ପଥର ରୂପେ ଗଣାଯିବ। ମହଲଗୁଡ଼ିକରେ ଏସବୁ ଖଞ୍ଜାଯିବ। ଏହି ଦୁନିଆରୁ ଏବେ ପରିବର୍ତ୍ତନ ହେଉଛି। ତୁମେ ପିଲାମାନେ ଜାଣିଛ ଯେ ଆମେ ସ୍ୱର୍ଗର ମାଲିକ ହେବା ପାଇଁ ବାବାଙ୍କଠାରୁ ସମ୍ପତ୍ତି ନେଉଛୁ, ପାଠ ପଢ଼ୁଛୁ। ଯିଏ ଯେତେ ପଢ଼ିବେ ସେତେ ଉଚ୍ଚ ପଦ ପାଇବେ। ଯିଏ ନିଜେ ପଢ଼ିବା ସହିତ ଅନ୍ୟମାନଙ୍କୁ ମଧ୍ୟ ପଢ଼ାଇବାକୁ ହେବ, ଅର୍ଥାତ୍ ନିଜ ସମାନ କରିବାକୁ ହେବ। ତେବେ ଯାଇ ଉଚ୍ଚ ପଦ ପାଇପାରିବ। ପିଲାମାନେ ଜାଣିଛନ୍ତି ଯେ ଆମେ ସମସ୍ତେ ବ୍ରାହ୍ମଣ ଅଟୁ। ଆମକୁ ଅନ୍ୟମାନଙ୍କୁ ପବିତ୍ର ଯାତ୍ରା ଶିଖାଇବାକୁ ହେବ। ପ୍ରତ୍ୟେକଙ୍କୁ ବାବାଙ୍କର ପରିଚୟ ଦେବାକୁ ହେବ। କେହି ବି ମନୁଷ୍ୟମାନେ ବାବାଙ୍କୁ ଜାଣିନାହାନ୍ତି। ବାବା ତ ଜଣେ ହିଁ ଅଟନ୍ତି। ବାକି ଅନ୍ୟ ସମସ୍ତଙ୍କର ନିଜ ନିଜର ଅଭିନୟ ରହିଛି। ଗୋଟିଏ ଆତ୍ମାର ଅଭିନୟ ଅନ୍ୟ ଆତ୍ମା ସହିତ ସମାନ ହୋଇପାରିବ ନାହିଁ। ଆତ୍ମା ତ ଅବିନାଶୀ ଅଟେ। ତାର ରୂପରେ କୌଣସି ଫରକ ହୋଇପାରିବ ନାହିଁ। ଶରୀର ଭିନ୍ନ ଭିନ୍ନ ଅଟେ ଏବଂ ପ୍ରତ୍ୟେକ ଆତ୍ମାର ଅଭିନୟରେ ମଧ୍ୟ ଫରକ ରହିଛି। ପ୍ରତ୍ୟେକ ଆତ୍ମା ଯିଏକି ଜ୍ୟୋତିର୍ମୟ ଅଟେ, ସେଥିରେ ଅବିନାଶୀ ଅଭିନୟ ଭରି ହୋଇ ରହିଛି। ଏହି କଥାକୁ କେବଳ ତୁମେମାନେ ହିଁ ପୁରୁଷାର୍ଥର କ୍ରମାନୁସାରେ ଜାଣିଛ। ଯେମିତି ଆତ୍ମାର ରୂପ ତାରକା ଅଟେ, ତେଣୁ ଗାୟନ ମଧ୍ୟ କରୁଛନ୍ତି ଯେ ଭ୍ରୁକୁଟି ମଧ୍ୟରେ ଅଜବ ତାରକା ଚକମକ କରୁଛି। ଅଜବ ଅଟେ ନା? କେତେ ଛୋଟ ତାରକା। ସେଥିରେ 84 ଜନ୍ମର ଅଭିନୟ ଭରି ହୋଇ ରହିଛି। ଏହି କଥା ଦୁନିଆର ମନୁଷ୍ୟମାନେ ଶୁଣିଲେ ବହୁତ କୃତଜ୍ଞତା ଜଣାଇବେ। ଆଉ କହିବେ କି ବାସ୍ତବରେ ଏମାନଙ୍କୁ ତ ପରମାତ୍ମା ହିଁ ପଢ଼ାଉଛନ୍ତି।
तुमको तो समस्तंकु पढ़ाइबाकु हेबो। जदिओ ख्रिस्टियान माने इंग्राजी जानिछन्ति, तुमे हिंदी रे कुह, पुणी अनुवादक तांको इंग्राजी रे अनुवाद करी शुणाई चलिबे। सेमानंक पाखरे तो अनुवादक थांती, बाबांकर परिचय तो देवाकु हेबो। जेपरी बाबा दुखहर्ता सुखकर्ता अटंती, सेहीपरि तुममानंकु मध्य हेबाकु हेबो। प्रत्येकंकु रास्ता बताइबाकु हेबो। अन्य मानंकु मध्य सुखदायी कराइबा एहा तुममानंकर कर्तव्य अटे। तुमे निजे बाबांक ठारू बहुत संपत्ति नेउछ, तेणु अन्य मानंकु मध्य देबाकु हेबो। एहा हेउछि महादान। ज्ञानर गोटिए गोटिए शब्द लक्ष लक्ष टंकार, ज्ञानर गोटिए गोटिए शब्द लक्ष लक्ष टंकार। शास्त्रर ज्ञान जदि लक्ष लक्ष टंकार होई थांता, तेबे भारत एते कांगाल काहींकी होई थांता। तेणु तुम पिलामानंकु अन्य मानंकु बुझाइबाकु हेबो। बाबांकर परिचय देबाकु हेबो। सिए मध्य परम आत्मा अटंती। सिए रूप अर्थात जोगेश्वर मध्य अटंती एवं वसंत अर्थात ज्ञानेश्वर मध्य अटंती। किंतु अविनाशी ज्ञानरत्नर वर्षा किपरि करिबे? निश्चित शरीर तो दरकार ना। तेणु बाबा आसी तुममानंकु रूप वसंत अर्थात जोगी एवं ज्ञानी कराउछन्ति। तुममानंकु अविनाशी ज्ञानरत्न गुड़िको धारण करिबाकु हेबो एवं अन्य मानंकु मध्य बाणी द्वारा एही दान करिबाकु हेबो। सेगुड़िक जेउ रत्न जाहार मूल्यांकन केही करिपारिबे नाही। एहाकु नेई मध्य गोटिए कहानी रहिछि। तेणु एहाकु निज भितरे धारण करिबा दरकार। कहउछन्ति ना शिव बाबा, बम बम भोलानाथ मोर झूला भरी दियो। एही अविनाशी ज्ञानरत्न द्वारा निजर बुद्धिरूपी झूला भरिबाकु हेबो। पुणी सत्य जुगरे तो तुमर महल हीरा लीलारे तैयारी हेबो। एही कथा प्रत्येकंकु बुझाइबाकु हेबो। जेउठारे बाबा कहउछन्ति ताहा हेउछि निर्वाण धाम अथवा मुक्ति धाम। बुद्ध आदिंक पाई कहउछन्ति निर्वाण प्राप्त कले तेबे ताहा तो समस्तंकर घर हेला ना। ताहा बाबांकर मध्य घर अटे। बाबा एबे आसिछन्ति समस्तंकु फेराई नै जिबा पाई। बाबा अमाप संपत्ति देउछन्ति। जदि तुमे बाबांकर परिचय अन्यमानंकु न देब तो आउ किए देब? बाबा कहउछन्ति मु ख्रिस्टियान, मु अमुक। ए सबु हेउछि देहर धर्म। तेणु ए सबुको छाड़ी केवल मोते मने पकाओ, जहा कि तुमे भक्ति मार्गरे मने पकाई आसिछ। गायन मध्य करा जाउछि। अंतिम मति अनुसारे गति प्राप्त हुए। ग्रंथरे मध्य लेखा अछि ना, अंतिम समय रे जे स्त्री को स्मरण करिब तेबे कुकुर घुसुरी तो होई परिबो नाही। तथापि जन्म तो मिलुछि ना। एठारे बाबा कहउछन्ति देही अभिमानी हुओ एवं मोते मने पकाओ। तुमे निजर पितांकु एवं घर को भूली जाइछ। वर्तमान एही नाटक शेष हेबाकु जाउछि। पुणी एहार पुनरावृत्ति मध्य हेबो। इस्लामी, बौद्धिक, ख्रिस्टियान समस्ते निज निजर अभिनयर पुनरावृत्ति करि आसुछन्ति। एही नाटकर अनेक थर पुनरावृत्ति होई आसिछि। एहार कौनसी आदि अंत नाही। किंतु ड्रामार आदि अंत तो रहिछि। पुणी तार आपे आपे एहार पुनरावृत्ति होई चली थाए। एही कथा जेउ माने भल भावरे बुझिछन्ति सेमानंकु अन्यमानंकु मध्य बुझाइबाकु हेब जे
ଏଠାକୁ ଆସି ବାବାଙ୍କୁ ଜାଣ। ବାବାଙ୍କୁ ନ ଜାଣିବା କାରଣରୁ ମନୁଷ୍ୟ ଅନାଥ ହୋଇଯାଇଛନ୍ତି। ଧରିନିଅ, ଯଦି ପୋପ୍ କହିବେ ଯେ ଲଢ଼େଇ କର ନାହିଁ, ତେବେ କ'ଣ ସେମାନେ ମାନିବେ? ଖ୍ରୀଷ୍ଟିଆନମାନଙ୍କର ମୁଖ୍ୟ ହେଉଛନ୍ତି ପୋପ୍ ଏବଂ ସେ ଗୁରୁ ମଧ୍ୟ ଅଟନ୍ତି। ତେବେ ଗୁରୁଙ୍କର ମତରେ କାହିଁକି ଚାଲୁନାହାନ୍ତି? ସେମାନେ କାହାରି କଥା ହିଁ ମାନନ୍ତି ନାହିଁ। ବାବା ଆସି ମତ ଦେଉଛନ୍ତି, ତେଣୁ ସମସ୍ତଙ୍କୁ ବୁଝାଇବାକୁ ହେବ। ଧୀରେ ଧୀରେ ସବୁ ଧର୍ମାବଲମ୍ବୀମାନେ ମଧ୍ୟ ଏହି କଥାକୁ ବୁଝିବେ। ପୂର୍ବରୁ ଏଠାରେ କେବଳ ତୁମେ ସିନ୍ଧୀମାନେ ହିଁ ଥିଲ, କିନ୍ତୁ ବର୍ତ୍ତମାନ ସବୁ ଧର୍ମର ମନୁଷ୍ୟମାନେ ଆସିଲେଣି। ଖ୍ରୀଷ୍ଟିଆନମାନଙ୍କୁ ମଧ୍ୟ ବାବାଙ୍କର ପରିଚୟ ଦେବା ଉଚିତ, ଯାହାଦ୍ୱାରା ସେମାନେ ମଧ୍ୟ ବାବାଙ୍କଠାରୁ ସମ୍ପତ୍ତି ନେବାର ଅଧିକାରୀ ହୋଇପାରିବେ। ଏଥିରେ ଥକିଯିବାର ନାହିଁ। ଏହି ପ୍ରଦର୍ଶନୀ ଦ୍ରୁତ ଗତିରେ ଚାରିଆଡ଼େ ପ୍ରସାରିତ ହେବ। ସେବାଧାରୀ ସନ୍ତାନମାନଙ୍କ ଉପରେ ସେବାର ବହୁତ ଗୁରୁଦାୟିତ୍ୱ ରହିଛି। ସେହିମାନେ ହିଁ ବାବାଙ୍କ ହୃଦୟରେ ବସିବେ ଏବଂ ସିଂହାସନର ଅଧିକାରୀ ମଧ୍ୟ ହେବେ। ତେଣୁ ମହାଦାନୀ ହେବାକୁ ହେବ ଏବଂ ବାବାଙ୍କୁ ମନେ ପକାଇବାକୁ ହେବ। ଦୁନିଆରେ ମନୁଷ୍ୟ ପରବର୍ତ୍ତୀ ଜନ୍ମ ପାଇଁ ବୀମା କରିଥାନ୍ତି। ଈଶ୍ୱରଙ୍କ ନାମରେ ଅଥବା କୃଷ୍ଣଙ୍କ ନାମରେ ଦାନ କରିଥାନ୍ତି। ବାସ୍ତବରେ କୃଷ୍ଣ ତ ସାହୁକାର ଅଟନ୍ତି। ସିଏ ତ ବାବାଙ୍କଠାରୁ ଦାନ ନେଇଛନ୍ତି, ବାବାଙ୍କଠାରୁ ସମ୍ପତ୍ତି ନେଇଛନ୍ତି। ସ୍ୱର୍ଗର ରାଜକୁମାର ହୋଇଗଲେ, ଅର୍ଥାତ୍ ସ୍ୱର୍ଗର ସ୍ଥାପନକର୍ତ୍ତା ବାବାଙ୍କଠାରୁ ସମ୍ପତ୍ତି ନେଲେ ନା? କିନ୍ତୁ କିପରି ନେଲେ? ଏହି କଥା କାହାର ବୁଦ୍ଧିରେ ପଶୁନାହିଁ। ବାବା ହିଁ କୃଷ୍ଣଙ୍କୁ ମଧ୍ୟ ସମ୍ପତ୍ତି ଦେଇଛନ୍ତି। ସମ୍ପତ୍ତିକୁ ହିଁ ଦାନ ବୋଲି କୁହାଯାଇଥାଏ। କନ୍ୟା ଦାନ କରିଥାନ୍ତି ନା? ବର୍ତ୍ତମାନ ବାବା କହୁଛନ୍ତି, ମୁଁ ତୁମକୁ ଅବିନାଶୀ ଜ୍ଞାନରତ୍ନ ଦାନ କରିବାକୁ ଆସିଛି। ସେଥିପାଇଁ ବ୍ୟବସ୍ଥା କରିବାକୁ ହେବ। ଖର୍ଚ୍ଚ ତ ହେବ, ଏଥିରେ ଚିନ୍ତା କରିବାର ନାହିଁ। ବାବାଙ୍କ ପାଖରେ ରହୁଥିବା ପିଲାମାନେ ସାକ୍ଷାତକାର ତ କରିଛନ୍ତି। ଇବ୍ରାହିମ, ବୁଦ୍ଧ, ଖ୍ରୀଷ୍ଟ ଆଦି ମହାନ ଆତ୍ମାମାନେ ଅନ୍ତିମ ସମୟରେ ଏଠାକୁ ଆସିବେ। ନିଶ୍ଚିତ ରୂପେ ବାବାଙ୍କଠାରୁ ଶୁଣିବେ, ତେବେ ଯାଇ ତ ପଦ ପାଇବେ ନା? ପିଲାମାନଙ୍କୁ ତ ଖୁସି ହେବା ଦରକାର। ଖ୍ରୀଷ୍ଟିଆନମାନଙ୍କର ଭାରତ ସହ ନିବିଡ଼ ସମ୍ପର୍କ ରହିଛି। ସେମାନେ ଭାରତଠାରୁ ରାଜତ୍ୱ ଛଡ଼ାଇ ନେଇଥିଲେ ଏବଂ ଏବେ ଫେରାଉଛନ୍ତି। ସେମାନଙ୍କୁ ତ ଭାରତର ବହୁତ ଧ୍ୟାନ ରଖିବାକୁ ହେବ। ଯଦି ଭାରତକୁ କେହି ଆକ୍ରମଣ କରିବ, ତେବେ ସବୁ ଧନ ଶେଷ ହୋଇଯିବ। ସେମାନେ ତ ବହୁତ ପଇସା ଦେଇଛନ୍ତି। ସମସ୍ତ ଧନ ରାଶି ନଷ୍ଟ ହୋଇ ନ ଯାଉ, ସେଥିପାଇଁ ସବୁ ପ୍ରକାରରେ ଭାରତକୁ ବଞ୍ଚାଇବାକୁ ଚେଷ୍ଟା କରିବେ। ଏମାନଙ୍କୁ ସାହାଯ୍ୟ ତ ନିଶ୍ଚିତ ଦରକାର ଏବଂ ପରିଶୋଧ ମଧ୍ୟ କରିବାକୁ ହେବ। ତାଙ୍କୁ ତ ସମ୍ଭାଳିବାକୁ ହିଁ ହେବ। ବାବା ଜାଣିଛନ୍ତି, ଭାରତ ଗରିବ ଅଟେ, ତେଣୁ ସେମାନଙ୍କ ଦ୍ୱାରା ଏବେ ସହଯୋଗ କରାଉଛନ୍ତି ଏବଂ ନିଜେ ମଧ୍ୟ ଆସି ସହଯୋଗ ଦେଉଛନ୍ତି। ସେମାନେ ବର୍ତ୍ତମାନ ପାଇଁ ସହଯୋଗ ଦେଉଛନ୍ତି ଓ ବାବା ଭବିଷ୍ୟତ ପାଇଁ ସହଯୋଗ ଦେଉଛନ୍ତି। ତେଣୁ ବହୁତ ଭଲ ସୁନ୍ଦର ମଣ୍ଡପ କରି ସେଠାକୁ ଖ୍ରୀଷ୍ଟିଆନମାନଙ୍କୁ ନିମନ୍ତ୍ରଣ କରିବାକୁ ହେବ। କେତେ ଭଲ ଭଲ ଚିତ୍ର ରହିଛି। ଏଗୁଡ଼ିକରେ ହିଁ ସମସ୍ତ ଜ୍ଞାନ ଭରି ହୋଇ ରହିଛି। ଦିନକୁ ଦିନ ତୁମର ବୁଦ୍ଧିର ତାଲା ଖୋଲି ଚାଲିବେ। ତୁମେମାନେ ଜାଣିଛ, ଏହି ଛୋଟ ଆତ୍ମାରେ କେତେ ମହତ୍ୱପୂର୍ଣ୍ଣ ଅଭିନୟ ସବୁ ଭରି ହୋଇ ରହିଛି। ବୈଜ୍ଞାନିକମାନେ ମଧ୍ୟ ଏହି କଥାରେ ଆଶ୍ଚର୍ଯ୍ୟ ହେବେ। ବୈଜ୍ଞାନିକମାନେ ମଧ୍ୟ ଭାବୁଛନ୍ତି ଯେ ଆମକୁ କେହି ପ୍ରେରଣା ଦେଉଛନ୍ତି। ତେବେ ବିନାଶ ତ ନିଶ୍ଚିତ ହେବ। ଏହା ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି।
ଶଙ୍କରଙ୍କର କୌଣସି କଥା ହିଁ ନାହିଁ। ଏଠାରେ ତ କେବଳ ନିମିତ୍ତ ମାତ୍ର ତାଙ୍କର ନାମ ରଖିଦେଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟ ହେବ। ଏହି କଥା ଶୁଣିଲେ ସେମାନେ ବହୁତ ଖୁସି ହୋଇ ତୁମକୁ ଧନ୍ୟବାଦ ଦେବେ। ବହୁତ ବିଦେଶୀ ଆସିବେ। ତେଣୁ ଘରେ ଥିବା ସମୟରେ ମଧ୍ୟ ଯଦି କେହି ଆସିବେ ତେବେ ତୁମକୁ ଦାନ ଦେବାକୁ ହେବ। ଆମ ଆଖିରେ ତ ବର୍ତ୍ତମାନ ସମୟରେ ସମସ୍ତେ ଅନାଥ କାଙ୍ଗାଳ ଅଟନ୍ତି। ସାରା ଦୁନିଆର ଆତ୍ମାମାନେ ଅନାଥ ବାରବୁଲା ହୋଇଯାଇଛନ୍ତି। କାହିଁକି ନା ମାତା ପିତାଙ୍କର ପରିଚୟ ନାହିଁ। ତୁମେମାନେ ହିଁ ବିଶ୍ୱର ମାଲିକ ହେଉଛ। ତେଣୁ ତୁମମାନଙ୍କ ମଧ୍ୟରେ ସେବାର ନିଶା ରହିବା ଦରକାର। ନିମନ୍ତ୍ରଣ ମଧ୍ୟ ଦେବ ଯେ ଏଠାକୁ ଆସି ବୁଝ। ବାବା ଆସିଛନ୍ତି ସମସ୍ତ ଆତ୍ମାଙ୍କୁ ନେଇଯିବା ପାଇଁ। ଆତ୍ମା ଖୁସି ହେଉଛି। ବାସ୍ତବରେ ଏବେ ନାଟକ ପୁରା ହେଉଛି। ବାବା ଆସିଛନ୍ତି ଆମ ସମସ୍ତଙ୍କୁ ଫେରାଇ ନେଇଯିବା ପାଇଁ। ପୁଣି ଆମେ ସୁଖଧାମକୁ ଆସିବୁ। ଆମେ ଅଧାକଳ୍ପ ଧରି ପୂଜାରୀ ହୋଇ ବାବାଙ୍କୁ କେତେ ସ୍ମରଣ କରିଛୁ। ଏବେ ପୁଣି ଆମେ ପୂଜ୍ୟ ହେବାକୁ ଯାଉଛେ। ତେଣୁ ଖୁସିରେ ପ୍ରଫୁଲ୍ଲିତ ହେବା ଦରକାର। ଖୁସି ନ ରହିବା କାରଣରୁ କାନ୍ଦୁଛନ୍ତି। ଯିଏ କାନ୍ଦୁଛନ୍ତି ସିଏ ପଦ ହରାଇ ଦେଉଛନ୍ତି। ହଁ, ଯଦି ଏଭଳି ସୁଖଦାତା ବାବାଙ୍କ ସ୍ମୃତିରେ ଆଗରୁ ସ୍ନେହର ଅଶ୍ରୁ ଝରୁଛି ତେବେ ତାହା ମାଳାର ଦାନା ହୋଇଯାଉଛି। ଯିଏ ବାବାଙ୍କ ଶ୍ରୀମତ ଅନୁସରଣ କରିବେ ସିଏ ଶ୍ରେଷ୍ଠ ହୋଇଯିବେ। ଏହି ବାବା ମଧ୍ୟ କହୁଛନ୍ତି ଯେ ପ୍ରତି ପଦକ୍ଷେପରେ ଶିବ ବାବାଙ୍କର ମତ ଅନୁସାରେ ଚାଲିବାକୁ ହେବ। ଶ୍ରୀମତ ହିଁ ସର୍ବଶ୍ରେଷ୍ଠ ଅଟେ। ଏହା ବହୁତ ଉଚ୍ଚ ପାଠପଢ଼ା। ମନୁଷ୍ୟମାନେ ତୀର୍ଥଯାତ୍ରା ସମୟରେ ବହୁତ କଷ୍ଟର ସମ୍ମୁଖୀନ ହୋଇଥାନ୍ତି। ଆଗରୁ ତ ଚାଲି ଚାଲି ଯାଉଥିଲେ। ଆଜିକାଲି ସରକାର ବହୁତ ସହଜ କରିଦେଇଛନ୍ତି। ଏବେ ବାବା କହୁଛନ୍ତି ପ୍ରତି ପାଦରେ ଶ୍ରୀମତକୁ ଅନୁସରଣ କର। ଯଦି ସାବଧାନରେ ଚଢ଼ିବ ତେବେ ବୈକୁଣ୍ଠର ରସ ପ୍ରାପ୍ତ କରିପାରିବ, ନଚେତ୍ ହରାଇ ବସିବ। ତେଣୁ ପ୍ରତି ପଦକ୍ଷେପରେ ବାବାଙ୍କ ଠାରୁ ରାୟ ନେବାକୁ ହେବ। ଶିବ ବାବାଙ୍କୁ ଚିଠି ଲେଖିବାକୁ ହେବ ମାର୍ଫତ ବ୍ରହ୍ମା ଅଥବା ବ୍ରହ୍ମା କୁମାରୀ। ତେବେ ଯାଇ ଶିବ ବାବା ମନେ ପଡ଼ିବେ। କିନ୍ତୁ ବହୁତ ସନ୍ତାନ ଲେଖିବାକୁ ହିଁ ଭୁଲି ଯାଉଛନ୍ତି। ଦିନେ ନା ଦିନେ ପ୍ରତ୍ୟେକଙ୍କର ବୁଦ୍ଧିର ତାଲା ନିଶ୍ଚିତ ଖୋଲିବ। ସେଥିପାଇଁ ପିଲାମାନଙ୍କର ସେବାର ବହୁତ ସଉକ ରହିବା ଦରକାର। ବହୁତ ସେବା କରିବାକୁ ହେବ। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାରିତ ହୋଇ ରହିଛି। ଖର୍ଚ୍ଚର ବ୍ୟବସ୍ଥା ଆପେ ଆପେ ହୋଇଯିବ। ସହଜରେ ସବୁକିଛି ହୋଇଯିବ। ବାବା କହୁଛନ୍ତି ତୁମକୁ 3 ପାଦ ଭୂମି ମିଳିବା ମଧ୍ୟ ବହୁତ ମୁସ୍କିଲ। ତଥାପି ବି ତୁମେମାନେ କଳ୍ପ ପୂର୍ବରୁ ଭାରତକୁ ହିଁ ସ୍ୱର୍ଗ କରିଥିଲ। ଆଚ୍ଛା, ତୁମେ ତ ବହୁତ ଭଲ ଭାବରେ ବୁଝାଉଛ। କିନ୍ତୁ ସେମାନଙ୍କର ସେତିକି ଧାରଣା ତ ହେବା ଦରକାର ନା। ଅଧିକ ଶୁଣିବା ଦ୍ୱାରା ବୁଝିପାରିନଥାନ୍ତି। ଯଦିଓ ପ୍ରଦର୍ଶନୀରେ ବହୁତ ଆସୁଛନ୍ତି, କିନ୍ତୁ ଜଣକୁ ହେଲେ ମଧ୍ୟ ଏହି ନିଶ୍ଚୟ ଆସୁନାହିଁ ଯେ ଏମାନଙ୍କୁ ପରମାତ୍ମା ପଢ଼ାଉଛନ୍ତି ଅଥବା ରାଜଯୋଗ ଶିଖାଉଛନ୍ତି। ତେଣୁ ପ୍ରଥମେ ଏହି ନିଶ୍ଚୟ କରାଇବା ଦରକାର। ତୁମେ ତାଙ୍କୁ ବୁଝାଇ ପାରିବ ଯେ ଏମାନେ ହେଉଛନ୍ତି ପ୍ରଜାପିତା ବ୍ରହ୍ମା କୁମାର କୁମାରୀ। ରଚୟିତା ତ ଏକମାତ୍ର ପରମ ପିତା ପରମାତ୍ମା ଅଟନ୍ତି। ବାବାଙ୍କ ଠାରୁ ସମ୍ପତ୍ତି ମିଳିବ। ଯେ ପର୍ଯ୍ୟନ୍ତ ବାବାଙ୍କର ସନ୍ତାନ ହୋଇନାହଁ ସେ ପର୍ଯ୍ୟନ୍ତ ତାଙ୍କଠାରୁ ସମ୍ପତ୍ତି ପାଇପାରିବ ନାହିଁ। ଭକ୍ତଙ୍କୁ ଭକ୍ତିର ଫଳ ବାବା ଦେଉଛନ୍ତି। ବହୁତ ବ୍ରହ୍ମା କୁମାର କୁମାରୀ ଅଛନ୍ତି। ପ୍ରଜାପିତା ବ୍ରହ୍ମାଙ୍କୁ ମଧ୍ୟ ରଚୟିତା ବୋଲି କୁହାଯାଏ। ଏବେ ନୂଆ ଦୁନିଆର ରଚନା ହେଉଛି। ଭଗବାନ ମୁଁ ତୁମକୁ ରାଜଯୋଗ ଶିଖାଉଛି। ଆଚ୍ଛା,
ମିଠା ମିଠା ଭାଗ୍ୟବାନ ତାରକାମାନଙ୍କ ପ୍ରତି ଜ୍ଞାନ ସୂର୍ଯ୍ୟ ଜ୍ଞାନ ଚନ୍ଦ୍ରମାଙ୍କର ୟାଦ୍ ପ୍ୟାର ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ଓମ୍ ଶାନ୍ତି ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର 1 ନମ୍ବର। ବାବାଙ୍କ ହୃଦୟ ସିଂହାସନରେ ବସିବା ନିମନ୍ତେ ସେବାର ଦାୟିତ୍ୱ ନେବାକୁ ହେବ। ମହାଦାନୀ ନିଶ୍ଚିତ ଭାବେ ହେବାକୁ ପଡ଼ିବ। ଯଦି ଜ୍ଞାନଦାନ କରିବାରେ କିଛି ଖର୍ଚ୍ଚ ହେଉଛି ତେବେ ମଧ୍ୟ କୌଣସି ଆପତ୍ତି କରିବାର ନାହିଁ। 2 ନମ୍ବର। ଏହା ହେଉଛି ଉଚ୍ଚକୁ ଚଢ଼ିବାର ରାସ୍ତା, ତେଣୁ ବହୁତ ସାବଧାନତା ପୂର୍ବକ ଚାଲିବାକୁ ହେବ। ପ୍ରତି ପଦକ୍ଷେପରେ ଶ୍ରୀମତ ନେବାକୁ ହେବ। ବରଦାନ। ଲଗନର ଅଗ୍ନିରେ ସମସ୍ତ ଚିନ୍ତାକୁ ସମାପ୍ତ କରୁଥିବା ନିଶ୍ଚୟ ବୁଦ୍ଧି ନିଶ୍ଚିନ୍ତ ହୁଅ। ଯେଉଁ ପିଲାମାନେ ନିଶ୍ଚୟ ବୁଦ୍ଧି ଅଟନ୍ତି ସେମାନେ ସବୁ କଥାରେ ନିଶ୍ଚିତ ରହିଥାନ୍ତି। ସେମାନଙ୍କର ସବୁ ଚିନ୍ତା ସମାପ୍ତ ହୋଇଯାଇଛି। ଚିନ୍ତାରୂପୀ ଚିତାରୁ ଅର୍ଥାତ୍ ନିଆଁରୁ ଉଠାଇ ବାବା ସେମାନଙ୍କୁ ନିଜର ହୃଦୟ ସିଂହାସନ ଉପରେ ବସାଇ ଦେଇଛନ୍ତି। ବାବାଙ୍କ ସହିତ ଲଗନ ଅର୍ଥାତ୍ ସ୍ନେହର ସମ୍ବନ୍ଧ ଯୋଡ଼ି ହୋଇଯାଇଛି। ତେଣୁ ସେହି ଲଗନ ଆଧାରରେ ବା ଲଗନର ଅଗ୍ନିରେ ସବୁ ଚିନ୍ତାଗୁଡ଼ିକ ଏପରି ସମାପ୍ତ ହୋଇଗଲା ଯେପରି ପୂର୍ବରୁ ମଧ୍ୟ ନଥିଲା। ନା ଶରୀରର ଚିନ୍ତା, ନା ମନର କୌଣସି ବ୍ୟର୍ଥ ଚିନ୍ତା, ନା ଧନର ଚିନ୍ତା। କ'ଣ ହେବ, କିପରି ହେବ, ଜ୍ଞାନର ଶକ୍ତି ଦ୍ୱାରା ସବୁକିଛି ଜାଣିଗଲେ ସେଥିପାଇଁ ସବୁ ଚିନ୍ତାଠାରୁ ଊର୍ଦ୍ଧ୍ୱରେ ନିଶ୍ଚିନ୍ତ ଜୀବନ ମିଳିଗଲା। ଆଜିର ସ୍ଲୋଗାନ, ଏଭଳି ଅଚଳ ଅଟଳ ହୁଅ ଯେପରି କୌଣସି ପ୍ରକାରର ସମସ୍ୟା ବୁଦ୍ଧିରୂପୀ ପାଦକୁ ହଲଚଲ କରିପାରିବ ନାହିଁ। ଏଭଳି ଅଚଳ ଅଟଳ ହୁଅ ଯେପରି କୌଣସି ପ୍ରକାରର ସମସ୍ୟା ବୁଦ୍ଧିରୂପୀ ପାଦକୁ ହଲଚଲ କରିପାରିବ ନାହିଁ। ଓମ୍ ଶାନ୍ତି।